କେତେ ଆଉ ମଣିଷ ଏଇ ଘରଟାରେ ବସିବ ଖାଲି ଖାଲି ବସିକି ପୁରା ମଣିଷ କାଠେଇ ଗଲାଣି। ଆଗରୁ ଦିନ ଥିଲା ସାହି ପଡ଼ିଶା ଆସିକି ଗପୁଥିଲେ କେତେ ମଜା ହଉଥିଲା। ଆଉ କିଏ କାହିଁ କାହା ଘରକୁ ଆଉଛି? ସମସ୍ତଙ୍କ ଘରେ ଗୋଟେ ଗୋଟେ ଟିଭି ହେଇଗଲାଣି ବସି ଦେଖିଲେ ଆଉ କାହିଁକି ଆସିବେ? କେତେ ଏକୁଟିଆଟେ ବସିବେ ଘରେ। ବୋଉ ଗଲା ଚାକିରି କି ପୁଅ ଗଲା ଚାକିରି କି ଏଇ ଛୁଆଟା ସାଙ୍ଗରେ ମୁଁ କଣ କରିବି ଯେ ଏକୁଟିଆ ଏକୁଟିଆ ବସିକି ଭାରି ବୋର ହେଇଗଲେଣି। ତୋ ସାଙ୍ଗରେ ଖେଳିବି ମଲା ତୋ ସାଙ୍ଗରେ କଣ ଖେଳିବି ଛୁଆଟା ସାଙ୍ଗରେ ତୁ ଆଲୁ ଏଠୁ ଗୋଟେ ବସିଛି ଏକୁଟିଆ ବସିଥାଏ। ଆରେ ସେଥିରେ ଷ୍ଟୋନ ପେପର ସିଜର ସେଥିରେ ବହୁତ ସାରା ଖାଇବା ମିଳେ। ଷ୍ଟୋନ ପେପର ସିଜର ସେ କି ଖେଳ ବା? ହଁ ସେଥିରେ ଯୋଉ ଜିତିଲେ ତାକୁ ଖାଇବା ମିଳେ। ଆଲୋ ମଲା ହେଇନି ମୁଁ ଗୋଟେ ଭିଡିଓ ଦେଖିଥିଲି ସେ ଏମିତି ଏମିତି ହାତକୁ କଣ ବାଡେଇବ ଯାଇକି ଦୌଡ଼ିକି ଖାଇବ କି ବସେଇ ଭିଡିଓ। ହଁ କଣ କଣ ଖାଇବାକୁ ଥିବ କହିଲୁ? ଚିକେନ ଥିବ, ମଟନ ଥିବ, ମାଛ ଥିବ, ଅଣ୍ଡା ଥିବ ଆଉ ଚିଙ୍ଗୁଡି ଥିବ। ଗୁପଚୁପ ଥିବ? ହଁ ଚାଟ ଥିବ? ହଁ ଦହିବରା ଆଳୁଦମ ଥିବ? ହଁ ଏ ମଲା ଏ ଖେଳ ମତେ ଭାରି ପସନ୍ଦ ମୁଁ ଖେଳିବି। ଚାଲେ ଦହିବରା ଆଳୁଦମ ମଟନ ଥିବ ସବୁ ଖାଇ ଚାଲେ ଚାଲେ ବାଟାଲି ଆରମ୍ଭ କରୁ କଣ କରିବା ଗୋଟେ କହ। ହଁ ମା ଦେଖ ଏମିତି ଷ୍ଟୋନ ପେପର ସିଜର ଏଇଟା ହେବ ସିଜର ତାପରେ ଏମିତି କରିକି ପୁଣି ଯେତେବେଳେ କରିବ ଷ୍ଟୋନ ପେପର ସିଜର ଏଇଟା ହେବ ହେଇଗଲା ଷ୍ଟୋନ ହେଇଗଲା ଠିକ ଅଛି। ତାପରେ ପୁଣି ଏମିତି କରିକି ଯେତେବେଳେ ଏମିତି କରିବ ଏଇଟା ହେବ ପେପର ସିଜର ପେପର ଷ୍ଟୋନ। ଏମିତି କରିକି ଯିଏ ଯିଏ ପୁଣି ଖାଇବ ନୁହଁ? ହଁ ଜଲ୍ଦି ଷ୍ଟାର୍ଟ କରୁନୁ ଖାଇବି ମୁଁ। ଓକେ 3 2 1 start ଷ୍ଟୋନ ପେପର ସିଜର। ଇଲା ହେଇଟି ଏଇଟା କଣ? ଏଇଟା ପେପର ଏଇଟା ମୁଁ ଷ୍ଟୋନ ପକେଇ ମାନେ ତମେ ଚିନ୍ତା କର ମାନେ ମୁଁ ତ କାମୁଡି ଖାଇଦେବି। ହଁ ଜଲ୍ଦି ମୁଁ ଖାଇବା କାଇ ଖାଇବା କାଇ ଆଲୋ ହେଇଟି ଇଏ କଣ ଖାଇବା ଇଏ କଣ କପଡା ଗୁଡା ନା କଣ ବା? ହଁ ये गेम रे ମୁଁ ରୁଲ ବନେଇଛି ଯେ ଜିତିବ ସେ କପଡା ଧୋଇବ ଆଉ ଯେ ହାରିବ ଗୋଟେ ରାଉଣ୍ଡ ମାରିକି ଆସିବ। ତମେ ତ ଜିତି ଗଲ ଏବେ ତମେ କପଡା ଧୋଇବ। ରହିଥା ଏ ଟୋକି ତ ଭାରି ସିଆଣିଆ ତୁ ମତେ କହିଲୁ ଖାଇବା ଆସ ମା ରକ୍ ପେପର ସିଜର ଷ୍ଟୋନ ପେପର ସିଜର ଖେଳିବା ପାଇଁ କପଡା କଣ ଖୁଆଇଲୁ ମତେ? ନା ଯେ ଜିତିବ ସେ କପଡା ଧୋଇବ କାହିଁକି ସେଟା ମୋ ରୁଲ। ମୁଁ ଯାଉଛି ଏବେ ରାଉଣ୍ଡ ମାରିକି ଆସିବି। ମଲା ଇଏ କଥା ହେଲା ଇଏ କପଡା ମତେ ଏଠୁ ଆଇଲାଣି କହିଲା କଣ ନା ଜିତିଲେ ମତେ ଖୁଆଇବ ମଟନ ଚିକେନ ସବୁ ଖୁଆଇବ। ଇଏ ଦେଖିଲା ବେଳକୁ କଣ କରୁଛି? ଆସିଗଲି ମା ଏବେ ପୁଣି ଖେଳିବା ଆସ। ମୁଁ ଜମା ଖେଳିବି ନାହିଁ। ଏଡେ ମିଛେଇ ତୁ ମତେ କହିଲୁ ମଟନ ଚିକେନ କେତେ କଣ ଖାଇବାକୁ ଦବୁ ତୁ କପଡା କହୁଛୁ ମୁଁ ଜମା ଖେଳିବିନି ଯା। ନା ତମେ ଫାର୍ଷ୍ଟ ଖେଳିଛ ସେତିକି ଏବେ ବି ଖେଳିବ। ମୁଁ କହିବାର ଖେଳିବି ତୁ ଅଲରେଡି ନା କଣ କରିବି କହିଲ ହଉ ସାଙ୍ଗମାନେ ଏ ମୋ ନାତୁଟି ଜିଦି କରିକି ଖେଳିବାକୁ ପଡିବ ନହେଲେ ମୋ ପୁଅର ଛୁଆଟା ଆଉ କଣ କରିବ ଚାଲେ ଖେଳିବା। ହଉ ଷ୍ଟୋନ ପେପର ସିଜର ମାରିକି ଫଟେଇବି ତମ ମୁଣ୍ଡକୁ ମଲା କଣ ମୁଁ ଜିତିଲା ତୁ ଜିତିଲୁ? ତମେ ଜିତିଲା। ତାମାନେ ମୋ କାହା କପଡା ଦେଇକି ପଡିବ ହେ ତୁ ଦେଖିଲା ପୁଣି କପଡା ଦେବି ପୁଣି ରାଉଣ୍ଡ ମାରିକି ଆସିବି। ଖାଇବା ବାହାନା ଦେଖେଇକି ମତେ କଣ କାମ କରଉଛି ଆଜିକାଲି ଛୁଆକୁ ଜମା ପାରିବନି। ଏଠି କଣ ନାଚିଲାଇ ବସିକି ହେଇନି ତୁ ମୁଁ ତ ବାପା ମା ଆଜି ଆସନ୍ତୁ ତୋ ବାପା ମତେ କାମ ଶିଖେଇଥିଲା କଣ ମା ତମେ ପୁଣି ଖେଳିବ। ମୁଁ ଜମା ଖେଳିବିନି। କାଟି ତମେ ଖେଳିବ ଆଉ ରହାଲୋ ନାତୁଣୀ ଏବେ ମୁଁ ଜିତିବି ତତେ ଏଇ କପଡା ଦେବି ଷ୍ଟାର୍ଟ। ହଉ ଷ୍ଟୋନ ପେପର ସିଜର। କାଟିଲି ମଲା ହେଇଟି ତୁ ପେପର ମାନେ ମୁଁ ପୁଣି ଜିତିଲି ମତେ କଣ ଧୋଇବାକୁ ପଡିବ? ଜମା ମୁଁ ଖେଳିବିନି କହିଲା କଣ ଭଲ ଭଲ ଖାଇବା ମୁଁ ଜମା ଖେଳିବିନି ଯାଇ ତୁ ବାପା ମା ଶେଷରେ ମତେ ମୋ ନାତୁଣୀ ବି ଠକିଦେଲା। କହିଲା ମାଲୋ ଏଇଟା ଦେବି ଖାଇବାକୁ ସେଇଟା ଦେବି ଖାଇବାକୁ ତୁ ପେପର ଷ୍ଟୋନ ଗେମ୍ ଖେଳେ ମୋ ସାଙ୍ଗରେ ହେଲେ ଦେଖିଲା ଠକେଇ ଦେଇକି ପଳେଇଲା ଖାଲି କାମ କରିଲା ତା କପଡା ଧୋଇଲା କିଛି ବି ଖାଇବାକୁ ଦେଲା ନେଇ ମତେ। ମା ଏଇଠି ବସିକି ଏମିତି କାନ୍ଦୁଛୁ କାହିଁକି? ଦେଖ ମୁଁ ତମ ଲାଗି କଣ ନେଇକି ଆସିଛି। ଚିଙ୍ଗୁଡି ଫ୍ରାଏ। କଣଟି ଚିଙ୍ଗୁଡି ଫ୍ରାଏ? ମା ତମେ ମୋ ସାଙ୍ଗରେ ଗେମ୍ ଖେଳିଲ ଆଉ ମୋର କେତେ କପଡା ଧୋଇଦେଲ ସେଇଥିଲାଗି ମୁଁ ଏଇଟା ନେଇକି ଆସିଛି ତମ ଲାଗି ନିଅ ଖାଅ। ଦେଲି ହେଇଟି ମୁଁ ମୋ ନାତୁଣୀକି ଗୋଟେ ଖରାପ ଭାବୁଥିଲି ସିଏ ମତେ ଗେମ୍ ଖେଳେଇଲା ତା ଲୁଗାପଟା ଧୁଆଇଲା ତାପରେ ମୋ ପାଇଁ ଚିଙ୍ଗୁଡି ଫ୍ରାଏ ଆଣିକି ଆଇଛି। ଇଲୋ ମଲା ଏତେ ଗୋଟେ ଖାଇକି ଦେଖେଇ ମତେ ଜମାଳିଆ ଲାଗୁଛି। ମୋ ନାତୁଣୀ ଭଲ ବା ମୁଁ ଜାଣିବା ମିଠା ଭାବୁଥିଲି ଭାରି ଟେଷ୍ଟି କିନ୍ତୁ